ଶାଳିକନ୍ତାରେ ହନୁମାନଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ। କେନ୍ଦ୍ରାପଡ଼ା ଜିଲ୍ଲା ଗର୍ଦ୍ଦପୁର ବ୍ଲକ କଞ୍ଜିଲୋ ଗ୍ରାମ ପଞ୍ଚାୟତ ଅଧୀନ ଶାଳିକନ୍ତା ଗ୍ରାମରେ ହନୁମାନଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 3-4 ଖଣ୍ଡ ଗ୍ରାମର ଲୋକଙ୍କ ସହଯୋଗରେ ଯଜ୍ଞ କାର୍ଯ୍ୟକ୍ରମ ଚାଲିଛି। 2 ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦ୍ୱିତୀୟ ଦିବସରେ ରାମଲୀଳାରେ କିଛି ଝଲକ ଦେଖିବାକୁ ମିଳିଥିଲା। ବୀରକିଶୋର ନାୟକ, ଘନଶ୍ୟାମ ସାହୁ, ଭିକାରୀଚରଣ ସ୍ୱାଇଁ, ବିଜୟ କୁମାର ପଣ୍ଡା, ନିହାର ରଞ୍ଜନ ରାଉତ, ଅପୂର୍ବ ରଞ୍ଜନ ମହାପାତ୍ର, ହେମନ୍ତ କୁମାର ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଅମୀୟ ରଞ୍ଜନ ମଲ୍ଲ, ଜ୍ଞାନରଞ୍ଜନ ସ୍ୱାଇଁ, ଅଜୟ କୁମାର ମଲ୍ଲ, ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ଗର୍ଦ୍ଦପୁରରୁ ଦେବାଶିଷ ସାହୁଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ। ଶିବ ମନ୍ଦିର ଆମର ବିଭିନ୍ନ ସମୟରେ ଆମେ ଲୋକଙ୍କ ସେବା କରିଥାଉ। ଭାରି ଆନୁକୂଳରେ ଆମେ ଏଠି ହନୁମାନ ମନ୍ଦିର କରିଛୁ ସମସ୍ତଙ୍କ ସହଯୋଗରେ। ଅକସ୍ମାତ ଦିନେ ଆମର ରାତିରେ ମୁଁ ଶୋଇଛି, ରାତି ସ୍ୱପ୍ନ ଦେଖିଲେ ଯେ ହନୁମାନ ଆସିଛନ୍ତି। ସେଥିପାଇଁ ଆମର ଭାଗବତ ଆଗରେ ଗୋଟେ ବଗିଚା ଥିଲା, ସେ ବଗିଚାକୁ ନିଜେ କାଟିକି ସଫା କରିବା ସମୟରେ ଗାଁ ଲୋକମାନେ ସହଯୋଗ କଲେ। ଦୁଇ ମନ୍ଦିର ଆରମ୍ଭ ହେଲା। ଗୋଟେ ବର୍ଷ ଭିତରେ ମନ୍ଦିର ଶେଷ ହେଲା। 2023 ମସିହା ଏଇ ମେ ମାସରେ ଆମେ ପ୍ରତିଷ୍ଠା କରିଥିଲୁ। ବହୁତ ଲୋକ ସମାଗମ ହୋଇଥିଲେ। 3 ଦିନ କାର୍ଯ୍ୟକ୍ରମ କରିଥିଲୁ। ଏଇ ଦିନଠାରୁ ଏଇଟା ହେଉଛି ଆମର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ। ବିଶ୍ୱରଞ୍ଜନ ମଲ୍ଲ, ଗ୍ରାମ ହେଲା ଶାଳିକନ୍ତା। ଆମର ଜଗନ୍ନାଥ ସେବା ସଂସ୍ଥା 3 ବର୍ଷ ହେଉଛି। ଆମର ଯୁବ ପିଲାମାନେ ସବୁ ମିଶିକରି 2003 ବର୍ଷ ଆଗକୁ ସୁଚାରୁ ରୂପରେ କରୁଛୁ। ଏଇଟା ହେଉଛି ଆମର ସେକେଣ୍ଡ ବାର୍ଷିକ ଉତ୍ସବ। 3 ବର୍ଷ ହବ। ଆଜିର କାର୍ଯ୍ୟକ୍ରମ ହେଉଛି ବର୍ତ୍ତମାନ ଆମର ଗୋଟେ ପ୍ରସାଦ ସେବନ ହବ, ଆଉ ମେଲୋଡି ପ୍ରୋଗ୍ରାମ ଅଛି। ଛୋଟ ଛୋଟ ପିଲାମାନେ ସବୁ ନାଚିବେ। ତାପରେ ପ୍ରସାଦ ସେବନ ହବ, ଲୋକମାନେ ସବୁ ମନୋରଞ୍ଜନ ହେବେ।